डामरपुर माणिकपाटଣା नदीघाट बहु पुरातन घाट। ଏହି ନଦୀଘାଟ ପାରି ହୋଇ 8 ଗୋଟି ପଞ୍ଚାୟତର ଲୋକମାନେ ଆଳି ବ୍ଲକ, କନିକା ବ୍ଲକ, ପଟାମୁଣ୍ଡାଇ ବ୍ଲକକୁ ଯାତାୟାତ କରନ୍ତି। ବଡ଼ ଦୁଃଖ ଓ ପରିତାପର ବିଷୟ, ଏହି ପୁରାତନ ନଦୀଘାଟରେ ଯେଠି ନାହିଁ କି ନଦୀକୂଳକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ଅସରାଏ ବର୍ଷା ଆସିଲେ ଘାଟ ବନ୍ଦ ହୋଇଯାଏ। ଲୋକମାନେ ପ୍ରାୟ 30 ରୁ 35 କିଲୋମିଟର ନଦୀବନ୍ଧ ରାସ୍ତାରେ ଯାତାୟାତ କରନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରାଯାଉଛି ତୁରନ୍ତ ମାଣିକପାଟଣା ନଦୀଘାଟକୁ ରାସ୍ତାର ବ୍ୟବସ୍ଥା ଓ ଜେଠି ବ୍ୟବସ୍ଥା କଲେ ସ୍ଥାନୀୟ 8 ପଞ୍ଚାୟତର ଲୋକମାନେ ଉପକୃତ ହୋଇପାରିବେ। ଆପଣଙ୍କର ପ୍ରୋବ୍ଲେମ୍ ଏଠି ଘାଟ ପାଇଁ ଅସୁବିଧା ହେଉଛି କ'ଣ? ଘାଟ ଏଠି ବହୁତ ଦିନ ହେଲା ଘାଟ ଚାଲିଲାଣି। ଇଏ ଯେତେବେଳେ ଆମର ରାଜତନ୍ତ୍ର ଶାସନ ଚାଲିଥିଲା ସେତେବେଳୁ ଇଏ ଘାଟ ପଡ଼ିଛି, କିନ୍ତୁ ବର୍ତ୍ତମାନ ସମସ୍ୟା ହେଉଛି ଏଟା ବହୁତ ଦିନ ହେଲା ଏ ଘାଟର ସମସ୍ୟା। ଏମିତିରେ ରୋଡ଼ଟା ପୁରା ଖରାପ ହେଇଯାଇଛି। ଏଠି ବର୍ଷା ଦିନ ମାନଙ୍କରେ ପ୍ରାୟ ଯିବା ଆସିବା ବହୁ କଷ୍ଟ। ଅନେକ ଲୋକ ବି ଏଠି ପଡ଼ୁଛନ୍ତି, ବି କେତେ ଥର ପଡ଼ି ସାରିଲେଣି। କିନ୍ତୁ ଖାଲ ଖମା ହେଇକିରି ଏଗୁଡ଼ାକ ପୁରା ନଷ୍ଟ। ଏଠି ବାରମ୍ବାର କି ବି ପ୍ରଶାସନକୁ ବି ଜଣାଯାଇଛି, ବହୁତ ଥର ବି ଜଣାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନି। ଆଉ ବିଗତ କେତେ ଦିନ ହେଲା ବି ଆମେ ଏଠି ଯିବା ଆସିବା କରୁଛୁ ଏବଂ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ ଆମେ କରିଛୁ, ଆଗରୁ ବି କରିଛୁ, କିନ୍ତୁ ସରପଞ୍ଚ କହିଲେ ଯେ ଏଟା କିଛି ଅଂଶ ରହିଯାଉଛି ଆଳି ଏରିଆରେ, କିନ୍ତୁ ଆଳି ଏରିଆରେ ରହିଲେ ବି ଯେତିକି ବାଟ ହେବା କଥା ବି ସେତିକି ହେଇପାରିନି। ତଥାପି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଅଳ୍ପ କିଛି ଦିନ ଭିତରେ ଅଳ୍ପ କିଛି କାମ ହେବ ବୋଲି, କିନ୍ତୁ ମୁଖ୍ୟ ରାସ୍ତାଟା ଯେଉଁଟା ରହୁଛି ସେଟା ପୁରା ଅସୁବିଧା, ଯେଉଁଟା ଲୋକମାନେ ଠିକ୍ ବନ୍ଦ ତ ପୁରା ନିଶ୍ଚିତ ଭାବରେ। କିନ୍ତୁ ପୋଲ କଥା ବି କୁହାଯାଇଥିଲା, ବାରମ୍ବାର ବି କୁହାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ତାର କୌଣସି ସୁରାଗ ମିଳିନାହିଁ ବା ଏପର୍ଯ୍ୟନ୍ତ କିଛି ହେଇପାରିନାହିଁ। ପଟାମୁଣ୍ଡାଇରୁ ଅଶୋକ କୁମାର ସାହୁଙ୍କ ରିପୋର୍ଟ, ଆୱାଜ ଓଡ଼ିଶା।